हरि 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 भी न के हरि परे संताप बारी भी न के बारी परे उताप। कवि लिखिले हरिंग बिना केही दुख हरण करि परिबे नाही, जेमती पानी बिना सकल ताप को केही शीघ्र दूर करि पारंती नाही। आमे ये कलिजुगर मनीष जो परिवेश रे बढ़ुचे से परिवेश निरंतर आम मन मस्तिष्क को पागल करुछि। जेते संभव यथा संभव जेते अधिक भूल काम आमे करुचे, भूल चिंता करुचे। एथिपाई तो महामंत्र जो विवाह व्यवस्था होती हरे कृष्ण 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 हरे 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 राम 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 हरे हरे। ता नहले ये परिवेश रे में संतुलित हो जावा, दुख पर दुख रोग पर रोग माड़ी आसो। बंधु आमे आज मिथुन राशि उपरे आलोचना करिबा। मिथुन राशि अधिपति बुध। व्यासदेव कहिले प्रति राशि को जो अधिपति संचालन करती, जदि आमे से अधिपति को थरे मात्र प्रार्थना करिबा हुए तो तांकर कल्याण पाइबा। बुधों पर लिखिले प्रियंगु कलिका श्यामम प्रियंगु कलिका श्यामम रूपेणा प्रतिमं बुद्धम सर्व गुणोपेतम नमामि शशिनः सुतम। बुद्ध हेले शशि चंद्रमा पुओ, तेणु शशिनः सुतम बुद्धम नमामि प्रणाम करुछि। प्रियंगु कलिका श्यामम रूपेणा प्रतिमं बुद्धम, से रूपरे अप्रतिम अतुलनीय अति सुंदर। बुझीगला से बुद्धंकर आमे शरण जाई मिथुन राशि उपर आलोचना करिबा। सूर्य उत्तरायण हेबार द्वितीय मास कुंभ मास, तार अवधि फेब्रुआरी 12 रु मार्च 14 जाए। से बुद्ध मिथुन राशि को अवश्य पूर्ण सहयोग करिवे। मिथुन राशि समस्त कलाकार ये रंगभूमि रे ठीक समय रे ठीक अभिनय करिवे। समस्ते सुख पाइबे, सुख बांटिबे, सुख सागर रे आनंदर डंगा चलाइबे। बंधु बुद्धंकर प्रियाति प्रिय मित्र हेले राहु। जदि जन्म जातक रे राहु शुभरे थांती माने मिथुन कन्या बा कुंभरे थांती बा तृतीय षष्ठ एकादश थांती, तेबे से ये मासरे मिथुन राशि को सबु प्रकार सुख प्रदान करी अतीतर समस्त दुख लाघव करिवे। राहु अत्यंत प्रसन्न अछंती ए मासरे मिथुन राशि उपरे। शुक्र भी बुद्धंकर मित्र। जदि जन्म जातक रे से तुलारे वृषरे बा मीनरे थांती बा
ଦଶମରେ ଥାନ୍ତି କି ପଞ୍ଚମରେ ଥାନ୍ତି ତାହେଲେ ସେ ଅବଶ୍ୟ ଏ ମାସରେ ମିଥୁନ ରାଶିକୁ ଯଥେଷ୍ଟ କଲ୍ୟାଣ ଦେବେ, ସୁଖ ଦେବେ, ଆନନ୍ଦ ଦେବେ। ତେଣୁ ଏଇ ମିଥୁନ ରାଶି ପାଇଁ ଆମେ ଏକ ସନ୍ଦର୍ଭ ପାଠ କରିବା। ଆସନ୍ତୁ, କେଉଁ ଗ୍ରହ କେଉଁଠି ଅଛନ୍ତି? କନ୍ୟାରେ କେତୁ, କର୍କଟରେ ନିଚରେ ମଙ୍ଗଳ, ବୃଷରେ ଶତ୍ରୁଗୃହରେ, ରୋଢି ନକ୍ଷତ୍ରରେ ବୃହସ୍ପତି, ମୀନରେ ରାହୁ, 27/2 ପରେ ସେଠିକି ବୁଧ ଯିବେ। ଏବେ କୁମ୍ଭରେ ରବି, ଶନି, ବୁଧ ଆଉ ଶୁକ୍ର। ଇଏ ଗଲା ଗ୍ରହ ସ୍ଥିତି। ଆଉ ଅନ୍ୟାନ୍ୟ ସବୁ ଆମେ ଏବେ ଜାଣିପାରିବା ଯେ ଯଦି ଆମେ ମିଥୁନ ରାଶି ଉପରେ ଏକ ଦୀର୍ଘ ସନ୍ଦର୍ଭ ପାଠ କରିବା, ତେବେ ଆଗ ଜାଣିବା ଯେ ଏହାର ଅବଧି ଫେବୃଆରୀ 12ରୁ ମାର୍ଚ୍ଚ 14 ଯାଏ। ମିଥୁନ ରାଶି ଉପରେ ରାହୁ ପ୍ରସନ୍ନ ଅଛନ୍ତି। ସେ ଯାବତୀୟ ଶୁଭଫଳ ଦେବେ। ଯଦି ସେ ଜାତକରେ ମିଥୁନରେ, କନ୍ୟାରେ ବା କୁମ୍ଭରେ ଥିବେ, ତେବେ ରାହୁଙ୍କର ସମସ୍ତ ଆଶୀର୍ବାଦ ଏ ମାସରେ ମିଥୁନ ରାଶି ପାଇବେ। ଟିକେ ପୂର୍ବ ମୁଁ କହିଲି ନା, ଶୁକ୍ର ନବମରେ ଅଛନ୍ତି। ତେଣୁ ସବୁ ସୁଖ ଦେଇ ଶାନ୍ତି ପାଇଁ ଯାବତୀୟ ବ୍ୟବସ୍ଥା କରିବେ ଶୁକ୍ର। ଯଦି ଶୁକ୍ର ମୂଳ ଜାତକରେ ତୁଳାରେ, ବୃଷରେ ବା ମୀନରେ ଥିବେ, ପଞ୍ଚମାଧିପ ଶୁକ୍ର ନବମରେ, କୁମ୍ଭରେ, ଏଣୁ ସବୁ ଛାତ୍ରଛାତ୍ରୀ ଓ ବିଦ୍ୟାର୍ଥୀମାନେ କର୍ମ ଚଞ୍ଚଳ ରହିବେ। ସେମାନଙ୍କର ମାନସିକ ସନ୍ତୁଳନ ଠିକ୍ ରହିବ। ଉଚ୍ଚ ଆଶା ରଖି କଠିନ ପରିଶ୍ରମ କରି ସେ ପାହାଚ ଦେଇ ପାହାଚ ଉପରକୁ ଉଠିବେ ଓ ତାଙ୍କର ମଙ୍ଗଳ ହେବ। ଛାତ୍ରଛାତ୍ରୀ ବିଦ୍ୟାର୍ଥୀମାନଙ୍କ ପାଇଁ ଶୁକ୍ରଙ୍କର କଲ୍ୟାଣ ଏବଂ ବଡ଼ କଥା ଯେ ଶୁକ୍ର ହେଲେ ଅସୁରମାନଙ୍କର ଗୁରୁ, ସର୍ବଶାସ୍ତ୍ର ପ୍ରବକ୍ତାରମ୍। କାଲି କହିଥିଲେ ଆମେ, ସର୍ବଶାସ୍ତ୍ର ପ୍ରବକ୍ତାରମ୍, ସବୁ ଶାସ୍ତ୍ରକୁ ଯେ କହିପାରନ୍ତି, ଯେ ସର୍ବଜ୍ଞ, ସେହି ଶୁକ୍ର କଲ୍ୟାଣ କରିବେ ଏ ମାସରେ ଛାତ୍ରଛାତ୍ରୀ ଓ ବିଦ୍ୟାର୍ଥୀମାନଙ୍କୁ। ସେମାନେ ପାହାଚ ପରେ ପାହାଚ ଡେଇଁ ଉପରକୁ ଯିବେ। ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହେବ। ଯେଉଁମାନେ ଗବେଷକ, ସେମାନେ ମଧ୍ୟ ଶିଖରରେ ପହଞ୍ଚିବେ। ଗୁରୁ ଯଦିଓ ବୃଷରେ, ତଥାପି ସେ ରୋହିଣୀରେ, ଧାର୍ମିକ ନକ୍ଷତ୍ରରେ ସପ୍ତମାଧିପ। ଗୁରୁ ହେଲେ ସପ୍ତମାଧିପ। ଗୁରୁ ସପ୍ତମାଧିପ, ଏଣୁ ସେ ମନ ମସ୍ତିଷ୍କକୁ ଶାନ୍ତ ରଖିବେ। ସେ ଯେଣୁ ସପ୍ତମାଧିପ, ତେଣୁ ସମସ୍ତ ରମଣୀଙ୍କର ମନ ଧର୍ମ ଦିଗକୁ ବଳିବ। ସମସ୍ତ ରମଣୀ ଗୁରୁ 5 ଓ 6 ନକ୍ଷତ୍ରକୁ ଉଚ୍ଚକୋଟ ସମ୍ମାନ ଦେବେ। 7 ନକ୍ଷତ୍ରକୁ ପ୍ରବଳ ଧନ ଦେବେ, ପ୍ରବଳ ଧନ ଦେବେ। ଧର୍ମ ଦିଗକୁ ମଣ୍ଡଳିବେ। ଦେଲେ ଆମେ କ'ଣ ବୁଝିଲେ? ଏବେ ଗୁରୁ ଅଛନ୍ତି ଦ୍ୱାଦଶରେ। ଦ୍ୱାଦଶ ଗୁରୁ ଭଲ ଫଳ ଦିଅନ୍ତିନି, ଯାବତୀୟ ବ୍ୟୟ କରାନ୍ତି। କେମିତି ସମ୍ମାନ ହାନି ହେବ, ସ୍ୱାସ୍ଥ୍ୟ ହାନି ହେବ, ବନ୍ଧୁ ହାନି ହେବ, ସୁଖ ହାନି ହେବ, ସେ ଯୋଜନା କରନ୍ତି ଦ୍ୱାଦଶ ବୃହସ୍ପତି। କିନ୍ତୁ ସେ ମିଥୁନ ରାଶି ପ୍ରତି ପ୍ରସନ୍ନ, କାରଣ
ତାଙ୍କର ମନ ମସ୍ତିଷ୍କକୁ ସଞ୍ଚାଳନ କରୁଛନ୍ତି ରୋହିଣୀ ନକ୍ଷତ୍ର। ତେଣୁ ଏଇ 3 ନକ୍ଷତ୍ର ଯେ କି 5 ଆଉ 6 ସେ ପାଇବେ ଉଚ୍ଚ କୋଟିର ସମ୍ମାନ। ଆଉ 7 ନକ୍ଷତ୍ରଙ୍କୁ ମିଳିବ ପ୍ରବଳ ଧନ। ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି ବୋଲି ଆମେ ସ୍ୱୀକାର କରିବା। ଦଶମରେ ରାହୁ ଓ ବୁଧ 2 ଅନ୍ତରଙ୍ଗ ବନ୍ଧୁ। 27/2 ପରେ 27/2 ପରେ ବୁଧ ମିନକୁ ଯିବେ। ତେବେ ସେଠି ରାହୁ ବୁଧଙ୍କର ମିଳନ ହେବ। ସେ ଦୁହେଁ ମନ୍ତ୍ରଣା କରିବେ। ଭଲ ଅବସ୍ଥାରେ ରାହୁ ଅଛନ୍ତି, ବୁଧ ବି ଅଛନ୍ତି 27/2 ପରେ। ତେଣୁ 27/2 ପରେ ମିଥୁନ ରାଶିଙ୍କର ଉତ୍ତରୋତ୍ତର ଉନ୍ନତି ହେବ। ଅଧିକରୁ ଅଧିକ ସୁଖ ପାଇବେ ସିଏ। ଏଇ 2 ପ୍ରମୁଖ ଗ୍ରହ ରାହୁ ଓ ବୁଧ ଅତ୍ୟନ୍ତ ପ୍ରସନ୍ନ ହେବେ। 2 ଅନ୍ତରଙ୍ଗ ବନ୍ଧୁ। ଏଣୁ ସମସ୍ତ କର୍ମୀ ସ୍ୱ କର୍ମ ପ୍ରତି ସଚେତନ ହୋଇ ଶାନ୍ତି ପାଇବେ। ରାହୁ 5 ଓ 6 ନକ୍ଷତ୍ରକୁ ପ୍ରଚୁର ଧନ ଦେବେ। ମାତ୍ର 7 ନକ୍ଷତ୍ର ସଂଯତ ନ ରହିଲେ ବିପଦରେ ପଡ଼ିବେ। କଣ୍ଟା ବାଡ଼ରେ ଲୁଗା ପକେଇ ଚିରିବେ। 7 ନକ୍ଷତ୍ରକୁ ସତର୍କ କରାଇ ରାହୁ କହିଲେ, ବାକ୍ ସଂଯମ କର, ଚୁପଚାପ ରୁହ। ଯେ ଯାହା କହୁଛି ଏ କାନରେ ପୁରେଇ ସେ କାନରେ ବାହାର କରିଦିଅ। ବାସ୍। ଯଦି କଥାକୁ ଧରିବ, ସୂତା ବାଜିଲେ ସରୁ, କଥା ବାଜିଲେ ଗୁରୁ। ନାଇଁ ନାଇଁ। ବାସ୍। ଭାଗ୍ୟ ବା ଧର୍ମାସ୍ଥାନରେ ଚତୁର୍ଗ୍ରହ ମିଳନ ହେତୁ କୃଷକ ସୈନିକଙ୍କର ବିଶେଷ ଉନ୍ନତି ହେବ। କାରଣ ଏଇ 2 ପ୍ରମୁଖ ନାଗରିକ ଦେଶ ଓ ଜାତି ପାଇଁ ଉଜ୍ଜ୍ୱଳ ନକ୍ଷତ୍ର ଭଳି। ଏଇ କୃଷକ ଓ ସୈନିକ, ଏଇ 2 ପ୍ରମୁଖ ନାଗରିକଙ୍କର ମାନସିକ ପୂରଣ ହେବ। ଦେଶର ମେରୁଦଣ୍ଡ ଶିକ୍ଷକ ନିଜ କର୍ମକୁ ସୁଚାରୁ ରୂପେ କରି ଉତ୍ତମ ନାଗରିକ ଗଢ଼ିବା ପାଇଁ ଅଣ୍ଟା ଭିଡ଼ିବେ। ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଥିବା ବଣିକ, ବ୍ୟବସାୟୀ ତଥା ଅନ୍ୟାନ୍ୟ ବୃତ୍ତିଜୀବୀ ଚଳଚଞ୍ଚଳ ହେବେ, କର୍ମଚଞ୍ଚଳ ହେବେ। ସେମାନଙ୍କର ଦେହ ମନ ଠିକ୍ ଠାକ୍ ରହିବ। ଶନିଙ୍କ ପାଇଁ 5 ଆଉ 6 ନକ୍ଷତ୍ର ଦୂରସ୍ଥାନ ଯାଇ ବ୍ୟବସାୟର ସୀମା ବଢ଼ାଇବେ। 7 ନକ୍ଷତ୍ର ଶନିଙ୍କ କରୁଣାରୁ ଧନୀ ହୋଇ ବହୁ ସୁଖ ପାଇବେ। ବ୍ୟବସାୟ ଓ ବାଣିଜ୍ୟ ବୃତ୍ତି ବେଉସାରେ ବିକାଶ କରିବେ। ଶିକ୍ଷକ ହେଲେ ଏ ସମାଜର ମେରୁଦଣ୍ଡ। ସେ ମଣିଷ ତିଆରି କାରଖାନାର କାରିଗର ଶିକ୍ଷକ। ସେମାନଙ୍କର ଏ ମାସରେ ମଙ୍ଗଳ ହେବ। କୃଷକ ଓ ସୈନିକ ଯିଏକି ଆମକୁ ଖାଇବାକୁ ପିଇବାକୁ ଦିଅନ୍ତି କୃଷକ ବନ୍ଧୁ, ଆମକୁ ସୁରକ୍ଷା ଦିଅନ୍ତି ସୈନିକ ବନ୍ଧୁ। ସେମାନଙ୍କର ବି ମାନସିକ ପୂରଣ ହେବ। ସେମାନେ ଉଦ୍ୟୋଗୀ ହେବେ। ଆଉ ଦେଶକୁ ଚଳାଉଛନ୍ତି ବ୍ୟବସାୟୀ ଗୋଷ୍ଠୀ। ସେମାନଙ୍କର ବି ବିକାଶ ହେବ। ଦୂର ଦୂରାନ୍ତରକୁ ଯାଇ ସେ ବାଣିଜ୍ୟ କରିବେ। ସେମାନଙ୍କର ମଙ୍ଗଳ ହେବ। ଚତୁର୍ଥାଧିପ ମୀନରେ, ରାହୁ ସାଥିରେ। ଏଣୁ କୁଟୁମ୍ବରେ ଥିବା ମନୋମାଳିନ୍ୟ ଦୂର ହେବ। 27/2 ପରେ ପାରିବାରିକ ଦାମ୍ପତ୍ୟ ଜୀବନ ମଧୁମୟ ହେବ। ପତ୍ନୀ ନିଜର ଭୁଲ ପାଇଁ ଅନୁତାପ କରି ପତିବ୍ରତା ଧର୍ମ ପାଳନ କରିବେ।
पति कृत कुकर्मर प्रायश्चित करी धर्मपत्नींकर यत्न नेबे। भाई भाई मध्य शांति और सुख बढ़ी जीव। केतु 5, 6, 7 ये नक्षत्र त्रय को परोक्ष साहाय्य करी विविध सुख दे पारती। रवि मासाधिप से दूरयात्रार जोग आनी दियंती। रविंक पाई व्यवसायी माने दूर को जीवे, वाणिज्य वृत्ति व्यवसाय विकास करेंगे। छात्र माने गवेषक सी भी दूरयात्रा करेंगे। आउ योग्य युवक युवती निजर विद्या बुद्धिर विकास करने भी दूर को जीवे, ए क्षेत्र में सहयोग करेंगे रवि। ये समस्त शुभ खबर परे मंगल धन स्थान रे यथा नीचरे थिबारु समस्त योजना को पंड करने ठीक करिसेंती। धन मान बंधु भूमि आदि हानि हेबार सूचना मिलुछि। सुतरां सबु भलरे टिकिए भेल। एका कालिया 24 पड़िया मंगल जेहेतु नीचरे अछंती एवं द्वितीय अछंती धनस्थान अछंती, तेणु तांकर मिंजास ठीक नहीं। से ये सबु प्रकार हानि पाई योजना करुछंती। समस्ते देवे सी नेबे। से कुमार जहाँ जातक मंगल खराब स्थान रे थिवे, शत्रु स्थान रे थिवे, शत्रु कबल थिवे, सी जातक ये सब सुख वंचित हो पारती। तेणु जातक बाहर देखु ना मंगल कौटे अच्छे। हेले आमे जी जानीचे टिके प्रायश्चित करिबा। कौन करिबा? हनुमान को टिके स्मरण करिबा। निरंतर तांको बाँ पादर काणी आंगुठी जो सिंदूर लगी आमे आम काणी आंगुठी किसी आनिबा, पाखे रखिबा, टिके टिके सबुदिन लगेबा। हेले मंगल यही लाल सिंदूर देखला परे क्रोध शांत करिवे, अमंगल कामना करिवेनी, कि समस्या हेबनी। हनुमान चालीसा पाठ करिबा। आउ राम रक्षा कवच मध्य शुणिबा। नहले अजथा खर्च हो जाई पारे। मंगल षष्ठ एकादशर मालिक, एणु देह मुंड खराब हेबो। ऋण रोग पाखे पाखे रहिबे। राजनीति करुथिबा व्यक्तिंकर विजय हेबो, कारण भाग्य रे 4 ग्रह अछंती। जो राजनीति करुछंती सेमानकर विशेष मंगल हो। इटा शुणी खुशी हंतुनी। मंगल पर हैरान करिवे। तेणु हनुमानंकर बाँ पादर काणी आंगुठीर सिंदूर को संग्रह करंतु आ मथारे मारी बाहर को जातु। मंगल हेबो। नवम बुद्ध, द्वादश गुरु, चतुर्थ केतुंक पाई पुरातन रोगी बेसी कष्ट भोगिबे। नवम बुद्ध आउ द्वादश गुरु, चतुर्थ केतुंक पाई पुरातन रोगी बेसी कष्ट भोगिबे। नूतन रोग भी हेई पारे। नवम शनिंक जोगु मुंड को पाप बुद्धि आसीबो। कथा को से बड़ करिवे। तेणु पारिवारिक, सामाजिक, आर्थिक, मानसिक शांति पाई आमको हनुमानंकर शरणापन्न हवाको पड़िबो। हे बंधु, जुआड़े जातु, जेमती जातु, जो प्रकार जातु, जोटी थांतु, वं हं हनुमते नमः मन मन जपंतु ना।
हेले ये ग्रह माने हनुमान को कथा देइचंती जे तांकर शरणापन्न हुए ताकू एमाने पीड़ा देवेनी। मनोजवम मारुततुल्य वेगं जितेन्द्रियं बुद्धिमतां वरिष्ठं वातात्मजं बानरयुतमुख्यं श्रीरामदूतं शरणं प्रपद्ये।